ଆମର ମୁଖ୍ୟ ଅତିଥି ଏବେ ଆରମ୍ଭ କଲେ ବ୍ୟାଗରେ ସମସ୍ତେ ତୋରପାଳି ଦିଅନ୍ତୁ and with this the first annual ମୁଁ ନରେନ୍ଦ୍ର କୁମାର ଜେନା ସିନିୟର ସିଟିଜେନ୍ ଆସୋସିଏସନ ୱେଲଫେୟାର ଆସୋସିଏସନର ପ୍ରେସିଡେଣ୍ଟ। ମୁଁ ଏଇ ଜଗନ୍ନାଥ ନଗରରେ ଦୀର୍ଘ 20 ବର୍ଷ ଧରି ଅଛୁ। ଆମେ ଏଇ ଆସୋସିଏସନଟି ଗଢ଼ିଛୁ ଏଇ ଏରିଆର ଉନ୍ନତି ପାଇଁ। ଆଉ এই এরিয়ারে কিছু অনেক সমস্যা আছে। প্রথম সমস্যা গোটে পার্ক ନାହିଁ। ଆମେ চিফ মিনিଷ୍ଟର ଜନଶୁଣାଣି କାର୍ଯ୍ୟକ୍ରମରେ ଆଟେଣ୍ଡ କରିକି ଆମେ ଆମର ଏଇଟା ଫୋକସ୍ କରିଛୁ। ସେ ମଧ୍ୟ ସେଟାକୁ ଅର୍ବାନ ଡେଭଲପମେଣ୍ଟ ତାପରେ ବିଡିଏରୁ ମ୍ୟୁନିସିପାଲିଟି ପାଖରେ ପେଣ୍ଡିଂ ଅଛି। କର୍ପୋରେଟର ଖାଲି ରେକମେଣ୍ଡ କଲେ ଆମର ଏଇ ପାର୍କଟି ହବ, କାରଣ ଜାଗା ଏଠି ଅଛି। ଏଇ ବିଲ୍ଡିଂର ପଛରେ 1 ଏକର ଲ୍ୟାଣ୍ଡ ଅଛି। ନିଜେ ଅନନ୍ତ ନାରାୟଣ ଜେନା ଏମଏଲଏ ଆସିଥିଲେ, ସେ ମଧ୍ୟ କର୍ପୋରେଟରକୁ କହିକି ଯାଇଛନ୍ତି ଯେ ତମେ ରେକମେଣ୍ଡ କର, ମୁଁ ଚେଷ୍ଟା କରିକି ଏଠି ପାର୍କ କରିବି। ଏଇ ପାର୍କଟି ହେଲେ ଆମେ ବହୁତ ଉପକୃତ ହବୁ, କାରଣ ପିଲା ଛୁଆ ବୁଢା ଏମାନେ ସବୁ ବସିବା ପାଇଁ ଜାଗା ନାହିଁ। ଏମାନେ ବୁଲୁଛନ୍ତି ରାସ୍ତା କଡ଼ରେ, କିଏ କାନ୍ଥ ଉପରେ ବସୁନି, କିଏ ମନ୍ଦିର ବାହାରେ ବସୁନି। ତେଣୁ ଆମର ଅନୁରୋଧ, ପାର୍କଟି ପାଇଁ ଜାଗା ଅଛି କିନ୍ତୁ ପାର୍କଟି ହେଇପାରୁନାହିଁ। ତେଣୁ ଆପଣମାନେ ଏଇ ପ୍ରେସ ମିଡିଆ ମାଧ୍ୟମରେ ଆପଣମାନେ ଯଦି ଫୋକସ୍ କରନ୍ତେ, ଆମେ ଗଭର୍ଣ୍ଣମେଣ୍ଟ ଏଟା କଥା ଶୁଣନ୍ତା। ତେଣୁ ଏଠି ଗୋଟେ ପାର୍କ ହେଲେ ଆମେ ବହୁତ ଉପକୃତ। ସିନିୟର ସିଟିଜେନ୍ ୱେଲଫେୟାର ଆସୋସିଏସନ ଜଗନ୍ନାଥ ନଗର ସେକ୍ରେଟାରୀ। এই আসোসিয়েসন প্রকৃতরে আর ইতিମধ্যে 2006 মସିହାରୁ ଆରମ୍ଭ ହୋଇଥିଲା। 2-3 ଜଣ ବରିଷ୍ଠ ଆମର ନାଗରିକ ସେମାନେ ଗଛ ମୂଳରେ ବସୁଥିଲେ। ଏ 3 ଜଣରୁ ଧୀରେ ଧୀରେ ବଢି ବଢି 2021 ବେଳକୁ ୟାର କଳେବର ବୃଦ୍ଧି ହେଲା। 2021 ପରେ ୟାର ସଂଖ୍ୟା ବଢି ବଢି 30 ହେଲା। ତାପରେ 2024 ବେଳକୁ ଆମେ ଚିନ୍ତା କଲୁ ଯେ ୟାକୁ ଗୋଟେ ରେଜିଷ୍ଟର ଅର୍ଗାନାଇଜେସନରେ ପରିବର୍ତ୍ତନ କରିବା ପାଇଁ। ସେଥିପାଇଁ ଗୋଟେ ମିଟିଂ ହେଲା। ମିଟିଂରେ ଡିସାଇଡ୍ ହେଲା ଏବଂ ନରେନ୍ଦ୍ର କୁମାର ଜେନାଙ୍କୁ ପ୍ରେସିଡେଣ୍ଟ କରାଗଲା, ମତେ ସେକ୍ରେଟାରୀ କରାଗଲା। ତାପରେ ଆମମାନଙ୍କ ଚେଷ୍ଟା ଦ୍ୱାରା ଆମେ ଏଇ 10/3/2025 ରେଜିଷ୍ଟର ଅଫ୍ ସୋସାଇଟି ଦ୍ୱାରା ପଞ୍ଜୀକୃତ ହେଲୁ। ସେଇ ଦିନଠୁ ଏ ସଂସ୍ଥା ନିରବଚ୍ଛିନ୍ନ ଭାବରେ ଜଗନ୍ନାଥ ନଗର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛି। ଯେପରି ଆମର ହେଲ୍ଥ କ୍ୟାମ୍ପ, ବସ୍ତି ସଫେଇ, ଭାରତ ସ୍ୱଚ୍ଛ ଅଭିଯାନ, डिजिटल प्रिवेंशन डिजिटल क्राइम होची साइबर क्राइम सटिका अवेयरनेस प्रोग्राम विभिन्न प्रोग्राम मान कर समस्या मुख्य समस्या होची सीमित स्तंभ जे लोक अच्छा किसी लोक समस्त रिटायर्ड ना किसी पेंशन पाँच किसी पेंशन पाऊना तथापि तारी भितर आम कार्यक्रम आगे नहीं आशा करुच्ची ये सरकार पक्ष आगत भविष्य किसी साहाय्य सहायता मिले ताले आम या आगे नौ बर्तमान प्राय 65 जन मेम्बर होती प्रति मेम्बर मासक 100 टका लेखा दौर संस्था चलुच एवं ये बहुत गछ मूलू आम प्रदीप बरिशा जी अच्छा सी आनी आमको ये बसई समस्त प्रकार सुविधा करें कृतज्ञता ज्ञापन दें आशा कर आगे